ହୋଲି ସାଜିଲା କାଳ, ଘଟିଛି ବହୁତ ବଡ଼ ଅଘଟଣ। ରଙ୍ଗର ପର୍ବ ଆଜି ପାଲଟି ଯାଇଛି ରକ୍ତର ପର୍ବ। ସବୁଆଡ଼େ ହାହାକାର, କେବଳ ଟିକିଏ ଅସାବଧାନତା କାରଣରୁ ରଙ୍ଗ ଖେଳରେ ଘଟିଛି ବିରାଟ ଅଘଟଣ। ଘଟଣାଟି ଆରମ୍ଭ କରିବା ପୂର୍ବରୁ ଯଦି ଆପଣ ଜଗତର ନାଥ କାଳିଆ ସାଆନ୍ତଙ୍କୁ ମନରେ ଟିକେ ବି ଭକ୍ତି କରନ୍ତି, ତାହେଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ହେନ୍ତାଳ ସାହିରେ ପ୍ରକାଶ କୁମାର ପାତ୍ର ରହୁଥିଲେ। ତାଙ୍କ ବୟସ ମାତ୍ର 26 ବର୍ଷ। ତାଙ୍କ ପରିବାର କହିଲେ ବାପା, ମା, ଜେଜେ, ଜେଜେମା, ଜଣେ ବଡ଼ ଭାଇ ଆଉ ଜଣେ ବଡ଼ ଭଉଣୀ ଅଛନ୍ତି। ପ୍ରକାଶ ବାବୁ ଘରର ସାନ ପୁଅ, ଆଉ ସେ ସମସ୍ତଙ୍କର ଭାରି ଗେହ୍ଲା। ପ୍ରକାଶ ବାବୁ ଗାଁ ପାଖ ହାଇସ୍କୁଲରେ ପିଅନ ଚାକିରିଟିଏ କରିଛନ୍ତି। ହୋଲିରେ ସ୍କୁଲ ଛୁଟି ଥାଏ। ହୋଲି ଦିନ ସକାଳୁ ସକାଳୁ ପ୍ରକାଶ ବାବୁ ହାତରେ ରଙ୍ଗ ଜରିଟିଏ ଧରି ସାଙ୍ଗମାନଙ୍କ ସହ ବାହାରି ପଡ଼ିଲେ ରଙ୍ଗ ଖେଳିବାକୁ। ଦିନ 1 ପର୍ଯ୍ୟନ୍ତ ବହୁତ ମଜାମସ୍ତି କରି ରଙ୍ଗ ଖେଳିଲେ। ତାପରେ ସାଙ୍ଗସାଥୀମାନେ ମିଶି କଟକ ମହାନଦୀ ପାଖରେ ଭୋଜିର ଆୟୋଜନ କଲେ। ଆଉ ସବୁ ସାଙ୍ଗମାନେ ବସି ମଦ୍ୟପାନ କଲେ। ପ୍ରକାଶ ବାବୁ କିନ୍ତୁ କେବେ ବି ମଦ ଛୁଅନ୍ତି ନାହିଁ। ପିଲାଟି ବେଳରୁ ବାପାଙ୍କ ଆଦର୍ଶକୁ ମାନି ଆସିଛନ୍ତି। ସାଙ୍ଗମାନେ ପ୍ରକାଶ ବାବୁଙ୍କୁ ମଦ ପିଇବାକୁ ବହୁତ ବାଧ୍ୟ କଲେ, ହେଲେ ପ୍ରକାଶ ବାବୁ ଜମା ବି ପିଉନଥିଲେ। ସେ ବାରମ୍ବାର ଆକୁ ବିରୋଧ କରୁଥିଲେ। ତାଙ୍କ ଭିତରୁ ଜଣେ ସାଙ୍ଗ କହିଲା, ଆରେ ପ୍ରକାଶ, ନେ ଟିକିଏ ପିଇଦେ, କିଛି ହବନି। ଆମେ ଭୋଜି ସାରି ଘରକୁ ଗଲା ବେଳକୁ ତୋର ସବୁ ନିଶା ଛାଡ଼ି ଯାଇଥିବ। ଏମିତି ସାଙ୍ଗମାନେ ବାଧ୍ୟ କରିବାରୁ ପ୍ରକାଶ ବାବୁ ଅଳ୍ପ ଟିକେ ମଦ୍ୟପାନ କଲେ। ଏମିତି ଟିକିଏ ଟିକିଏ ମଦ ପିଉ ପିଉ ସାଙ୍ଗସାଥୀମାନେ ଇଙ୍ଗିତରେ ତାଙ୍କୁ ଫୁସୁଲେଇ ଫାସଲେଇ ବହୁତ ମଦ ପିଆଇ ଦେଲେ। ପ୍ରକାଶ ବାବୁ ଅଜାଣତରେ ପୁରା ଆକାତା ମାକାତା ହେଇ ବେଶୀ ମଦ ପିଇ ସାରିଲଣି। ତାଙ୍କୁ ପ୍ରଚୁର ନିଶା ହେଇଗଲାଣି। ସେ କାହାକୁ କ'ଣ କହୁଛନ୍ତି ସେ ନିଜେ ବି ଜାଣିପାରୁନାହାନ୍ତି। ମହାନଦୀ କୂଳରୁ ଭୋଜି ସାରି ସବୁ ସାଙ୍ଗମାନେ ମିଶି ମହାନଦୀକୁ ଗାଧେଇବାକୁ ଗଲେ। ପ୍ରକାଶ ବାବୁଙ୍କୁ ଏତେ ନିଶା ଯେ ସେ ନଈକି ଯିବାକୁ ମନା କରୁଥିଲେ। ଆଉ କହୁଥିଲେ, ଆରେ ଭାଇମାନେ, ତମେମାନେ ସବୁ ନଈକି ଗାଧେଇବାକୁ ଯାଅ, ମୁଁ ଏଇଠି ଶୋଇପଡ଼ୁଛି। ସାଙ୍ଗମାନେ କିନ୍ତୁ ଜୋର କରି ପ୍ରକାଶ ବାବୁଙ୍କୁ ଧରିକି ନଈକି ନେଇଗଲେ। ସମସ୍ତେ ନଈରେ ମଜାମସ୍ତି କରି ଦେହରୁ ହୋଲିର ରଙ୍ଗ ଛଡ଼େଇ ଖୁସିରେ ଗାଧୋଉଥାନ୍ତି। ସେତିକି ବେଳେ ସେଇ ମହାନଦୀରେ ଘଟି ଯାଇଛି ବିରାଟ ଦୁର୍ଘଟଣା। ସବୁ ସାଙ୍ଗମାନେ ଯେତେବେଳେ ନଈରେ ଗାଧୋଉଥିଲେ, ପ୍ରକାଶ ବାବୁ ସେତେବେଳେ ନିଶା ବାଉଳାରେ ନଈ ଭିତରକୁ ପଶିଗଲେଣି। ନଈରେ ବହୁତ ଜୋରରେ ସୁଅ ଛୁଟୁଥାଏ। ସେଇ ମହାନଦୀର ସୁଅରେ ପ୍ରକାଶ ବାବୁ ଭାସି ପଳେଇଲେ। ପ୍ରକାଶ ବାବୁଙ୍କୁ ଭଲରେ ପହଁରା ବି ଜଣା ନଥାଏ। ଆଡ଼େ ନିଶା ବାଉଳାରେ ସେ କିଛି ବି ଜାଣିପାରୁନଥିଲେ। ଠିକ୍ ସେତିକି ବେଳେ ତାଙ୍କର ଗୋଟେ ସାଙ୍ଗର ହଠାତ୍ ନଜର ପଡ଼ିଗଲା ତାଙ୍କ ଉପରକୁ। ଆଉ ସେ ଜୋରରେ ଚିତ୍କାର କରି କହିଲା, ଆରେ ଆରେ, ପ୍ରକାଶ ଭାସି ପଳଉଛି। ଏମିତି କହି ଦୁଇ ସାଙ୍ଗ ପ୍ରକାଶ ବାବୁଙ୍କୁ ଉଦ୍ଧାର କରି କୂଳକୁ ଆଣିଲେ। ସେତେବେଳକୁ ପ୍ରକାଶ ବାବୁଙ୍କର ହୋସ୍ ନଥାଏ। ସେ ପେଟରେ ପେଟେ ପାଣି ପିଇ ଦେଇଛନ୍ତି। ସବୁ ସାଙ୍ଗମାନେ ମିଶି ତାଙ୍କ ପେଟରୁ ସବୁ ପାଣି ବାହାର କରିଦେଲେ, ହେଲେ ପ୍ରକାଶ ବାବୁଙ୍କର ଚେତା ଫେରିଲାନି। ସେଠାରେ ସବୁ ସାଙ୍ଗମାନେ ଡରିଗଲେ। କାହା ମୁଣ୍ଡ ବି ସେଠି କାମ କଲାନି। ସେମାନେ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସକୁ ଡାକି
ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ନେଇଗଲେ। ସେତେବେଳକୁ ତାଙ୍କ ଘରେ ଖବର ଦିଆ ସରିଛି। ପରିବାରର ସମସ୍ତେ ଧାଇଁ ଆସିଲେ ମେଡ଼ିକାଲକୁ। ଆଉ ପ୍ରକାଶ ବାବୁଙ୍କ କଣ୍ଡିସନ କଥା ଡାକ୍ତର ବାବୁଙ୍କୁ ପଚାରିଲେ। ହେଲେ ଡାକ୍ତର କହିଲେ ପେସେଣ୍ଟ ମଦ୍ୟପାନ କରିଥିଲେ ଆଉ ତାଙ୍କର ପେଟରେ ପେଟେ ପାଣି ପିଇ ଦେଇଛନ୍ତି। ଆମେ ଭଲରେ ଚେକଅପ୍ କଲା ପରେ ଯାଇ ପେସେଣ୍ଟର କଣ୍ଡିସନ କଥା କହିପାରିବୁ। ଡାକ୍ତରଙ୍କ ଠାରୁ ଏମିତି କଥା ଶୁଣି ପ୍ରକାଶ ବାବୁଙ୍କ ମା ଅଧୈର୍ଯ୍ୟ ହୋଇପଡ଼ିଲେ। ସେ କାନ୍ଦି କାନ୍ଦି ଦୌଡ଼ିଗଲେ ମେଡ଼ିକାଲରେ ଥିବା ଜଗନ୍ନାଥ ମୂର୍ତ୍ତି ପାଖକୁ। ଆଉ କାଳିଆକୁ ଜାବୁଡ଼ି ଧରି କାନ୍ଦି କାନ୍ଦି କହିଲେ, ହେ ଜଗତର ନାଥ ଜଗନ୍ନାଥ, ତୁ ପରା ଜଗତ ଲୋକଙ୍କର ଦୁଃଖ ଶୁଣୁ ବୋଲି ଦୁନିଆ ତତେ ଜଗନ୍ନାଥ ବୋଲି କହୁଛି। ତତେ କଣ ଏ ଅଭାଗିନୀ ମାଟିର ଦୁଃଖ ଦେଖାଯାଉନି ରେ କାଳିଆ? କାହିଁକି ମୋର ପଣତକୁ ତୁ ଖାଲି କରିବାକୁ ବସିଛୁ ରେ ଜଗା? ତୁ ମୋ ପୁଅକୁ ମୋ ପାଖକୁ ଭଲରେ ଭଲରେ ଫେରେଇ ଆଣେ। ଯଦି ତୁ ଆଜି ମୋ ପୁଅର କିଛି କ୍ଷତି କରିଦେଲୁ ନା, ତାହେଲେ ତୋ ପାଖରେ ଜଳୁଥିବା ଏଇ ଦୀପ ନିଆଁରେ ମୁଁ ମୋ ଜୀବନକୁ ହାରିଦେବି। ଏମିତି କହି ତାଙ୍କ ମା ବହୁତ କାନ୍ଦିଲେ। ସେତିକି ବେଳେ ଜଗନ୍ନାଥ ମୁଣ୍ଡରୁ ଗୋଟେ ଫୁଲଟିଏ ଖସି ପଡ଼ିଲା। ସତେ ଯେମିତି ମହାପ୍ରଭୁ ଗୋଟେ ଦୁଃଖିନୀ ମାର ଦୁଃଖ ଶୁଣି ପାରିଲେ। ସେଠି ଘଟିଗଲା ବହୁତ ବଡ଼ ଗୋଟେ ଚମତ୍କାରଟିଏ। ସାଙ୍ଗେ ସାଙ୍ଗେ ତାଙ୍କ ବଡ଼ ଝିଅ ଆସି ମାଙ୍କୁ ଖବର ଦେଲା, ମା, ଡାକ୍ତର ବାବୁ ଏବେ ଆମକୁ ଆସି କହିଲେ ଆମ ପ୍ରକାଶ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଆଉ 4 ରୁ 5 ଘଣ୍ଟା ପରେ ଆମେ ତାକୁ ଘରକୁ ନେଇପାରିବା। ଝିଅ ମୁହଁରୁ ଏମିତି ଖବର ଶୁଣି ମା ଜଗନ୍ନାଥଙ୍କୁ ସେମିତି ଅନେଇଥାନ୍ତି। ଆଉ ତାଙ୍କ ଆଖିରେ ଛଳ ଛଳ ହେଇ ଲୁହ ଆସିଯାଏ। ସେ ମନେ ମନେ କହିଲେ, ତୁ ସତରେ ଅଛୁରେ କାଳିଆ ଠାକୁର, ତୋର ମହିମା ଅପାର। ଧନ୍ୟରେ ତୁ ଲୀଳାମୟ, ଧନ୍ୟ ତୋର ଲୀଳା। ହୋଲିରେ ପ୍ରକାଶ ବାବୁଙ୍କ ଜୀବନରେ ଘଟି ଯାଇଥିବା ଗୋଟେ ସତ୍ୟ ଘଟଣାଟିଏ। ଭିଡ଼ିଓଟି ଯଦି ପସନ୍ଦ ଆସିଥାଏ ତାହେଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ।